ସମସ୍ତଙ୍କୁ ପ୍ରିୟ ଭାଇ ଭଉଣୀମାନଙ୍କୁ ମୋର ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର। ତେବେ ପ୍ରିୟ ବନ୍ଧୁଗଣ, ପ୍ରିୟ ଭାଇ ଏବଂ ଭଉଣୀମାନେ, ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ମୁଁ ଆପଣଙ୍କୁ ଗୋଟିଏ ବିଷୟ କ୍ଲିଅର କରିଦେବା ପାଇଁ ଚାହେଁ। ଏଇ ଯେଉଁ ଭିଡ଼ିଓ ମୁଁ ବନେଇଛି, ଇଏ କୌଣସି ନ୍ୟୁଜ୍ ପର୍ପଜ୍ରେ ମୁଁ ବନେଇ ନାହିଁ, କୌଣସି ନ୍ୟୁଜ୍ ଉଦ୍ଦେଶ୍ୟରେ ବନେଇ ନାହିଁ। ଏ ଭିଡ଼ିଓ ମୁଁ ତିଆରି କରିଛି। ଆଜିର ଏଇ ଯେଉଁ ଭିଡ଼ିଓ ଆପଣ ଦେଖୁଛନ୍ତି, ଇଏ ହେଉଛି ବାଇବଲ୍ ଷ୍ଟଡ଼ି ପର୍ପଜ୍ରେ ବା ବାଇବଲ୍ ଷ୍ଟଡ଼ି ଉଦ୍ଦେଶ୍ୟରେ ଏ ଭିଡ଼ିଓ ମୁଁ ବନେଇଛି। ତେବେ ଚାଲନ୍ତୁ ଆମେ ଭିଡ଼ିଓକୁ ଆରମ୍ଭ କରିବା। ଆପଣ ଥମ୍ବନେଲ୍ରେ ଯାହାକୁ ଦେଖିଲେ ତାକୁ କିଏ ବା ନ ଜାଣେ, କାରଣ ମାତ୍ର ଏକ ଛୋଟ ଡାଇଲଗ୍ ଟେଙ୍ଗେ 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 ଏକ ଛୋଟ ଡାଇଲଗ୍ ଯେ ଏଇ ପିଲାକୁ ଏତେ ଫେମସ୍ କରିଦେବ, ସେ ନିଜେ ମଧ୍ୟ ଜାଣିନଥିଲା। ଏମିତି ଗୋଟିଏ ଦିନ ଥିଲା ଯେତେବେଳେ ଟେଙ୍ଗେ ଟେଙ୍ଗେକୁ ନେଇକି ପୁରା ଦୁନିଆରେ କ'ଣ ହେଇଥିଲା, ତହଲକା ମଚି ଯାଇଥିଲା। ମାନେ ଏଇ ପିଲାଟି ଏମିତି ଭାଇରାଲ୍ ହେଇଥିଲା, ପୁରା ବିଶ୍ୱରେ ଇଏ ଭାଇରାଲ୍ ହେଇଥିଲା। ଆଉ ଅନେକ ଲୋକମାନେ ଆଉ ଦୂର ଦୂରାନ୍ତରୁ ଏହାକୁ ସାକ୍ଷାତ କରିବା ପାଇଁ ଆସୁଥିଲେ। ଏହାର ନାଁ ଦିଆଯାଇଥିଲା ଟେଙ୍ଗେ ଟେଙ୍ଗେ ବୋଲି ଦିଆଯାଇଥିଲା। ତେବେ ପ୍ରିୟ ବନ୍ଧୁଗଣ, ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ବର୍ତ୍ତମାନ ଆପଣ ଏଇ ବାଳକକୁ ଆପଣ ଦେଖିପାରିବେ ନାହିଁ। ଏଇ ଭିଡ଼ିଓଟି ହୁଏତ ମୁଁ ବହୁତ ଲେଟ୍ରେ ତିଆରି କଲି। ଆଉ ଏଇ ଯେଉଁ ଟେଙ୍ଗେ ଟେଙ୍ଗେ ଯେଉଁ ବାଳକଟି, ମାନେ ୟାର ମୃତ୍ୟୁ ବହୁତ ଦିନ ହେବ ୟାର ହେଇଗଲାଣି। କିନ୍ତୁ ମୁଁ ଲେଟ୍ରେ ଭିଡ଼ିଓ ତିଆରି କଲି। ଆଉ ମୁଁ ଚିନ୍ତା କଲି ଏକ ବାଇବଲ୍ ଷ୍ଟଡ଼ି ପର୍ପଜ୍ରେ, ମାନେ ଏକ ବାଇବେଲ ଅଧ୍ୟୟନ ବା ବାଇବଲ୍ ଏଜୁକେସନ୍କୁ ଲକ୍ଷ୍ୟ କରିକି ଗୋଟେ ଭିଡ଼ିଓ ମୁଁ ତିଆରି କରିବି ଏହି ପିଲା ଉପରେ। ତେବେ କାହିଁକି ମୁଁ ଏ ଟପିକ୍ ନେଲି, ଆଉ ସେହି ବିଷୟକୁ ଆପଣଙ୍କ ପାଖରେ ମୁଁ ଉପସ୍ଥାପନ କରିବା ପାଇଁ ଯାଉଅଛି। ଆପଣ ଯଦି ଗୀତ ସଂହିତା 103 ପର୍ବ ପଢ଼ିବେ, ଆଉ ସେଇଠି ଗୋଟେ ବିଷୟ ଲେଖା ଅଛି, ମର୍ତ୍ତ୍ୟର ଦିନ ତୃଣତୁଲ୍ୟ, ଯେପରି କ୍ଷେତ୍ରର ଫୁଲ ସେପରି ସେ ପ୍ରଫୁଲ୍ଲ ହୁଏ, ତା ଉପରେ ବାୟୁ ବହିଲେ ଆଉ ତାହା ନଥାଏ। ତେବେ ପ୍ରିୟ ବନ୍ଧୁଗଣ, ଏ ଜୀବନ ଆଜି ଅଛି କାଲି ନାହିଁ। ସେଥିପାଇଁ ଆଜି ନୁହେଁ, ବର୍ତ୍ତମାନ ଠାରୁ ଆମେମାନେ ପରମେଶ୍ୱରଙ୍କ ନିକଟକୁ ଆମେମାନେ ଯିବା। କାରଣ ପ୍ରିୟ ବନ୍ଧୁଗଣ, ଏଇ ଜୀବନର କୌଣସି ଗ୍ୟାରେଣ୍ଟି ହିଁ ନାହିଁ। ଆଜି ଆପଣ ଯାହାକୁ ଭଲ ଦେଖୁଛନ୍ତି, ହୁଏତ ଆସନ୍ତାକାଲି ସେ ଦୁନିଆରେ ନ ଥାଇପାରେ। ଏମିତି ହେଇଅଛି ପ୍ରିୟ ବନ୍ଧୁଗଣ। ମାନେ ମୋର ବି ବହୁତ ଏକ୍ସପିରିଏନ୍ସ ଅଛି। ମୁଁ ଯେଉଁମାନଙ୍କୁ ଗତ ବର୍ଷ ମୁଁ ଦେଖିଥିଲି, ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ମୁଁ ଏ ବର୍ଷ ଦେଖୁନାହିଁ। ଆଉ ସେମାନଙ୍କ ମଧ୍ୟରୁ ଅଧିକାଂଶ ସେମାନେ ଦୁନିଆ ଛାଡ଼ିକି ସେମାନେ ଚାଲିଯାଇଛନ୍ତି। ଏମିତି ବି ଲୋକ ଅଛନ୍ତି ଯେଉଁମାନେ କି ସୁସମାଚାରକୁ ବିଶ୍ୱାସ କରିବା ପାଇଁ ସେମାନେ କିଛି ସମୟ ଟାଇମ୍ ମାଗିଥିଲେ, କିନ୍ତୁ 5 ମିନିଟ୍ ପରେ ସେମାନଙ୍କର ଜୀବନ ପଳାଇଲା କାର୍ ଆକ୍ସିଡେଣ୍ଟରେ। ଏମିତି ଘଟଣା ବି ଅଛି। ତେବେ ଏଇ ଜୀବନର କୌଣସି ଗ୍ୟାରେଣ୍ଟି ନାହିଁ। ଆଉ ଗୋଟେ ବିଷୟ ମୋର ସ୍ମରଣରେ ଆସୁଛି। ପ୍ରଭୁ ଯୀଶୁଖ୍ରୀଷ୍ଟ ଗୋଟେ ଉଦାହରଣ ଦେଲେ ଯେ ଜଣେ ଧନୀ ଲୋକ, ଜଣେ ଲୋକ ଚିନ୍ତା କରୁଛି ଯେ ମୁଁ ବହୁତ ପଇସା କମେଇବି, ମୋର ଧନକୁ ମୁଁ ବଢ଼େଇବି, ମୁଁ ଏମିତି କରିବି ସେମିତି କରିବି ଭାବିଲା ବେଳକୁ, ସେତେବେଳେ ପରମେଶ୍ୱର ତାକୁ କହୁଛନ୍ତି, ରେ ମୂର୍ଖ, ଆଜି ରାତିରେ ଯଦି ତୋ ପ୍ରାଣକୁ ତୋ ଠାରୁ ନିଆଯାଏ, ତେବେ ତୁ ଯେତେ ସବୁ ହାସଲ କରିଛୁ ସେସବୁ କାହାର ହେବ? ପ୍ରିୟ ବନ୍ଧୁଗଣ, ଆମେମାନେ ମଣିଷ ହିସାବରେ ଆମେ ଅନେକ ବିଷୟ ଭାବିଥାଉ। ଆମମାନଙ୍କର ଜୀବନ କାଳ ବେଶୀ ଦିନ ବି ନୁହେଁ। ବାଇବଲ କହେ 70 ବର୍ଷ, ବଳ ହେତୁ 80 ବର୍ଷ। କିନ୍ତୁ ଏତେ କମ୍ ସମୟ ଭିତରେ ବି ଏଇ ଯେଉଁ ଜାଗତିକ ମଣିଷ, ଇଏ ଚାହେଁ ମୁଁ ବଡ଼ ବଡ଼ ବିଲ୍ଡିଂ କରିବି,
ମୁଁ ମୋର ବ୍ୟାଙ୍କ ବାଲାନ୍ସକୁ ବଢ଼ାଇବି, ମୁଁ ବହୁତ ଟଙ୍କା ରୋଜଗାର କରିବି, ମୁଁ ଧନୀ ହେବି, ଏମିତି ମଣିଷ ଭାବେ। କିନ୍ତୁ ଯୀଶୁ କହିଲେ ଯେଉଁମାନେ ଧନୀ ହେବା ପାଇଁ ଚେଷ୍ଟା କରନ୍ତି, ବାଇବଲ ଲେଖା ଅଛି ସେମାନେ ସମସ୍ତେ କୂଅ ଅଭିଳାଷରେ ସେମାନେ ପଡ଼ନ୍ତି। ତେବେ ମଣିଷ ଏମିତି ଭାବେ। କିନ୍ତୁ ପ୍ରିୟ ବନ୍ଧୁଗଣ, ଥରେ ଦେଖନ୍ତୁ, ମଣିଷ ଥରେ ସମସ୍ତ ବିଷୟ ଲାଭ କଲା ପରେ ଯଦି ସେଇଦିନ ରାତିରେ ତା'ର ପ୍ରାଣ ଯଦି ଚାଲିଯାଏ, ତେବେ କ'ଣ ହେବ? ଜଣେ ମଣିଷ ଭାବେ ମୁଁ ସବୁକିଛି ମୁଁ ହାସଲ କରିବି, କିନ୍ତୁ ସେଇଦିନ ରାତିରେ ତା'ଠାରୁ ତା'ର ପ୍ରାଣବାୟୁ ଚାଲିଯିବ। ତେବେ ଏତେ ସବୁ ଧନ ସମ୍ପତ୍ତି ବ୍ୟାଙ୍କ ବାଲାନ୍ସ ଲାଭ କରିକି କ'ଣ ଲାଭ ହେଲା ତା ଜୀବନରେ? ସେଥିପାଇଁ ବାକ୍ୟ କହେ, ମଣିଷ ଯଦି ସମସ୍ତ ଜଗତ ଲାଭ କରି ନିଜ ଆତ୍ମାକୁ ହରାଏ, ତେବେ ସେଥିରେ ତା'ର କି ଲାଭ? କିନ୍ତୁ ପ୍ରିୟ ବନ୍ଧୁଗଣ, ଆମର ଯେଉଁ ପ୍ରଭୁଙ୍କର ଲୋକମାନେ, ସେମାନଙ୍କ ଭିତରେ ଗୋଟେ ଖାସିୟତ ଅଛି, ମାନେ ଏକ ସ୍ୱତନ୍ତ୍ର ବିଷୟ ତାଙ୍କଠାରେ ଅଛି। ଯେତେ ବି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି, ସେମାନଙ୍କ ପାଇଁ ଜଗତର ଧନ ଇମ୍ପୋର୍ଟାଣ୍ଟ ନୁହେଁ, ଜଗତର ଧନ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଜଗତର ଅୟାସୀ ଆରାମ ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ। ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେଉଛି ସେମାନଙ୍କର ଆତ୍ମା ସୁରକ୍ଷିତ ଅଛି ନା ନାହିଁ। ଜଣଙ୍କର ଆତ୍ମା କେତେବେଳେ ସୁରକ୍ଷିତ ହୋଇଥାଏ? ଯେତେବେଳେ ଜଣଙ୍କର ଆତ୍ମା ସେତେବେଳେ ସୁରକ୍ଷିତ ହୋଇଥାଏ ଯେତେବେଳେ ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ଉଦ୍ଧାରକର୍ତ୍ତା ଭାବରେ ସେ ଗ୍ରହଣ କରେ। ଯଦି ଜଣେ ବାସ୍ତବିକରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ଉଦ୍ଧାରକର୍ତ୍ତା ଭାବରେ ଗ୍ରହଣ କରିଅଛି, ତେବେ ତା ପାଖରେ ଧନ ଥିଲେ କେତେ ନଥିଲେ କେତେ, ତା ପାଖରେ ଖାଇବାକୁ ଥିଲେ କେତେ ନଥିଲେ କେତେ, କିନ୍ତୁ ଗୋଟେ ବିଷୟ ସେ ସିଓର ଯେ ମୁଁ ଯୀଶୁଙ୍କୁ ବିଶ୍ୱାସ କରିଅଛି, ସର୍ବଶକ୍ତିମାନ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ମୁଁ ବିଶ୍ୱାସ କରିଅଛି, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବଳିଦାନକୁ ବିଶ୍ୱାସ କରିଅଛି, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନକୁ ବିଶ୍ୱାସ କରିଅଛି, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନକୁ ବିଶ୍ୱାସ କରିଅଛି। ତେଣୁ ମୁଁ ଏବେ ବି ଯଦି ମରିଯାଏ, ତେବେ ମୋ ପାଇଁ କୌଣସି ଚିନ୍ତା ନାହିଁ, କାରଣ ମୁଁ ଜାଣିଛି ଯଦି ମୁଁ ଏବେ ବି ମରିଯାଏ, ତେବେ ମୋର ଆତ୍ମା ସେଇ ସର୍ବଶକ୍ତିମାନ ପରମେଶ୍ୱରଙ୍କ ପାଖକୁ ଯିବ। ତେବେ ସେଥିପାଇଁ ପାଉଲ କହନ୍ତି କ'ଣ? ମୃତ୍ୟୁ ମୋ ପାଇଁ ଲାଭଜନକ ବୋଲି କହନ୍ତି। ତେବେ ପାଉଲ କାହିଁକି କହିଲେ ମୃତ୍ୟୁ ମୋ ପାଇଁ ଲାଭଜନକ? ଏଇଥିପାଇଁ ଜଗତର ଅନେକ ପ୍ରକାର ଧନ ଅଛି, ସୁନା ଅଛି, ରୂପା ଅଛି, ହୀରା ଅଛି, ବୈଦୁର୍ଯ୍ୟ ମଣି, ଗୋମେଦକ ମଣି, ନୀଳକାନ୍ତ ମଣି, ପଦ୍ମରାଗ ମଣି, କେତେ ପ୍ରକାର ସବୁ ଅଛି। ଧନ ସମ୍ପତ୍ତି ବହୁତ ରହିଅଛି। କିନ୍ତୁ ଜଣେ ପ୍ରକୃତ ଖ୍ରୀଷ୍ଟିଆନ ପାଇଁ ତା'ର ଧନ ହେଉଛି କ'ଣ? ତା ଧନ ହେଉଛି ପ୍ରଭୁ ଯୀଶୁ, ବା ଅନନ୍ତ ଜୀବନ ହେଉଛି ତା ପାଇଁ ସବୁଠୁ ବଡ଼ ଧନ। ଇଏ ଏମିତି ଏକ ଧନ ଯାହାକୁ ଟାଟା କମ୍ପାନୀ କିମ୍ବା ବିର୍ଲା କମ୍ପାନୀ ଟଙ୍କା ଦେଇ କିଣିପାରନ୍ତି ନାହିଁ। ଇଏ ଏମିତି ଏକ ଧନ ଯାହାକୁ କିଣି ହୁଏ ନାହିଁ। ଇଏ ଏମିତି ଏକ ଧନ ଯାହାକୁ ହାସଲ କରାଯାଇପାରେ କେବଳ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା, ଏବଂ ତାହା ପୁଣି ବିନା ମୂଲ୍ୟରେ। ସମସ୍ତଙ୍କୁ ନମସ୍କାର। ଯଦି ଭିଡ଼ିଓରୁ କିଛି ଆପଣ ଶିଖିପାରିଲେ, ତେବେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇବେ। ସମସ୍ତଙ୍କୁ ନମସ୍କାର। ପୁଣି ଭେଟ ହେବା ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ନମସ୍କାର।